ପଡ଼ିବନି। ଆଉ କ'ଣ କହିଲେ? ଆଷାଢ଼ ମାସେ ପଡ଼ୁଥିବ ଘର ଶସ୍ୟ ଶ୍ରାବଣୀ ନଣ୍ଡିବ ନୀର ଶସ୍ୟ ଶ୍ରାବଣୀ ନଣ୍ଡିବ ନୀର ଶସ୍ୟ ଶ୍ୟାମଳେ ନଣ୍ଡିବ ନୀର। ଆଷାଢ଼ ମାସେ ପଡ଼ୁଥିବ ଘର। ଆପଣ ଦେଖିବେ ଆଷାଢ଼ ମାସରେ ଘର ପୋଡ଼ି ହବ। ଆଷାଢ଼ ମାସରେ ବର୍ଷା ତ ଜୋରରେ ହେବା କଥା, ଶ୍ରାବଣରେ ବର୍ଷା ହେବା କଥା। ଆଉ ଘର ଦ୍ୱାର ସବୁ ଯାକ ଆଗରୁ ଚାଳ ଘର ଥିଲା, ସେ ତ ଓଦା ହେଇକି ରହିବା କଥା। ଆଉ ଘର ପୋଡ଼ି କ'ଣ ହବ? ହଁ, ଆଷାଢ଼ ମାସରେ ବର୍ଷା ହେବ ନାହିଁ, ଘର ପୋଡ଼ି ହବ, ପ୍ରଚଣ୍ଡ ଖରା ହେବ। ଏ କଥା ମହାପୁରୁଷ ମାଳିକା ଲେଖିଛନ୍ତି, ଆମେ କହୁନାହୁଁ। ଆଉ ସେତେବେଳେ ନିରେଖ ହେବେ ଯେବେ ଚାଷୀ ଓଳା ସେ କାଳେ ଜାଣିବ ଆସିଲା ବେଳ ସେ କାଳେ ଜାଣିବ ଆସିଲା ବେଳ ସେ କାଳେ ଜାଣିବ ଆସିଲା ବେଳ। ଅଚ୍ୟୁତାନନ୍ଦ ମହାପୁରୁଷ କହୁଛନ୍ତି ରାମଚନ୍ଦ୍ରରେ କଳି ଯୁଗର ଭବିଷ୍ୟତ ଯାହା ଶିଶୁ ଅନନ୍ତ କହିଛନ୍ତି ଆଗତ ଭବିଷ୍ୟତ 34ରେ ସେଇଆ ହିଁ ହବ। ଏଇ ଘଟଣା ଗୁଡ଼ିକ ଘଟିବ, ଆଖିରେ ତୁମେ ଦେଖିବ। बोलिए महापुरुष शिशु आनंद की ज्ञानी गुणी मंडली सुथी जानी बोले से देखिब निरेख हेबे जेबे चाषी कोला निश्चय जानिब आसिला बेल जानिबे जे से बेल काल बाबा आसीगला रे कौन ना संसार अघटन घटवार बेल। पुनश्च शिशु आनंद आउ कौन कहले गुरु ठारू शिक्षा घेनी नाम दिख गुरु ठारू बड़ हेबे गेले पर पुरुष को जे तिरी कांत परी देह देवे। जय जगन्नाथ पतित पावन ओडिशा बड़ ठाकुर अल्प बट राशि प्रभु ब्रह्म राशि कଳି कलुष नाशन। बोले गुरु ठारू शिक्षा घेनी नाम दीक्षा गुरु ठारू बड़ हेबे। कଳି जुगरे गुरु बड़ होइकी रहिबेनी नाउ शिशु अनंत लिखिले किए बड़ हेबे शिष्य बड़ हो गुरु शिष्य रहा कथा नुई तो ना गुरु ठारू शिक्षा घेनी नाम दीक्षा गुरु ठारू बड़ हेबे। शिष्य माने गुरु ठारू बड़ बोलाइबे। आउ गेले पर पुरुष को जे स्त्री कांत परी देह देवे। जमती गोटे नारी निज स्वामी की देह दी स्वामी सहित संपर्क स्थापन करे लज्जा संकोच छाड़ी अच्युत कहते बाबू रे कଳି जुगरे स्त्री लोक मैंने से बड़ी गेले पर पुरुष को स्त्री कांत परी देह देवे लिखिले कथा मालिका। पुनश्च आउ कौन कहले गोलाम जे जाति श्रेष्ठ भोलाइबे सामंत करिबे सेवा बहुड़लो सामंत करिबे सेवा ज्ञान मुखे कही पति रूपे से पुरुषे सेविबा। जय जगन्नाथ जय जगन्नाथ जय जगन्नाथ जय जगन्नाथ। बोले बाबरे गोलाम जे जाति श्रेष्ठ बोलाइबे देखुना आज सामंत करिबे सेवा जी आगु सात माने थिले तांको सेवा किए करुले जी गोती घटुले घरे गोलामी करुले नहीं गोलामी करुले पाखे रोले चाकर बाकर सब थे शांत पाखे कि अच्युतानंद महापुरुष मालिकार जहाँ कहते शिशु आनंद से कथा कहले गोलाम जे जाति श्रेष्ठ बोलाइबे सामंत करिबे सेवा आओ ज्ञान मुखे कही पति रूपे से ही पर पुरुषे सेविबा। ये कथा महापुरुष मालिकार लिखिले। आउ कौन कहले कहले घरुआ जार जात काटी होइबे महत तंडीबा पाई बहुड़लो महत तंडीबा पाई एनी अलंकार चोर महाबल चालिबे छाती फुलाई। जय जगन्नाथ जय जगन्नाथ जय जगन्नाथ जय जगन्नाथ। घरुआ जार जात काटी होइबे महत तंडीबा पाई आ घेनी अलंकार होई महाबल चालिबे छाती फुलाई। ए बारंग कଳି जुगर जने अपराध कला जने भूल कला से जने जेल जाइकी आसीथिबो कि दोष करिकी दंड पाइकी आसीथिबो किंतु रास्ता रे छाती फुलेकी चलिबो किंतु किछि तार से करि नाही किछि अपराध से करना किछि भूल करि नाही अर्थात
ପାପ ଉପରେ ପଶ୍ଚାତାପ କାର ରହିବ ନାହିଁ, ଭୁଲ ଉପରେ ପଶ୍ଚାତାପ କାର ରହିବ ନାହିଁ। ଶିଶୁ ଅନନ୍ତ ଏ କଥା କହିଲେ। ପୁନଃ ମହାପୁରୁଷ କହୁଛନ୍ତି ଘନ ଗରଜନ ପ୍ରାୟ କବଚନ ବେଶ୍ୟା ପୁତ୍ର ବୋଲୁଥିବ ବଉଳଲ ବେଶ୍ୟା ପୁତ୍ର ବୋଲୁଥିବ ଘେନି 7-5 ମେଳିଆ ହୋଇନ ପ୍ରାଣୀ କି ଦଣ୍ଡ ବହିବ। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। କହିଲେ ଘେନି ଘନ ଗରଜନ ପ୍ରାୟକ ବଚନ ବେଶ୍ୟା ପୁତ୍ର ବୋଲୁଥିବ। এই জ্ঞানীগুণী মণ্ডলী শোধি জানে শিশু ଅନନ୍ତ ମାଳିକାର ନାମ ହେଲା ଆଗତ ଭବିଷ୍ୟତ 34 ମାଳିକା। କଳିଯୁଗର ଭବିଷ୍ୟତ କହିବାକୁ ଯାଇ କଳିଯୁଗର ସାମାଜିକ ବ୍ୟବସ୍ଥା କେମିତି ହେବ ତାକୁ କହିବାକୁ ଯାଇକି ଶିଶୁ ଅନନ୍ତ ଶିଷ୍ୟ ବାରଙ୍ଗ ଆଗରେ କହୁଛନ୍ତି ଦେଖିବୁ ରେ ବାବା, କଳିଯୁଗରେ ଘନ ଗରଜନ ପ୍ରାୟକ ବଚନ ବେଶ୍ୟା ପୁତ୍ର ବୋଲୁଥିବ। ଯାହାର ଯିଏ କୂଳ ଆଚାର ଗୋତ୍ର ଯାହାର ଠିକ ନଥିବ, ମହାପୁରୁଷ କହିଲେ କହିଲେ ବାବୁରେ ସେ କ'ଣ କରିବ ନା, ମହାପୁରୁଷ କହୁଛନ୍ତି କହିଲେ ସେ ଏଭଳି ଘନ ଗରଜନ ପ୍ରାୟକ ବଚନ ସବୁ ଜାଗାରେ ବଡ଼ ପାଟିରେ କଥାବାର୍ତ୍ତା କରିବ, ଟାଣ ଦେଖେଇକି କଥାବାର୍ତ୍ତା କରିବ, ଏଭଳି କଥା କହିବ। ଆଉ ଘେନି 7-5 ମେଳିଣ ହୋଇଣ ପ୍ରାଣୀକି ଦଣ୍ଡ ବିହିବ। 7-5 ଜଣକୁ ସାଙ୍ଗରେ ଧରି କୁସଙ୍ଗର କହନ୍ତେନି, ଏ ଚୋର ଜବରଦସ୍ତ ସବୁ ସମାଜରେ କରିବେ, ଅତ୍ୟାଚାର କରିବେ, ଭଲ ଲୋକମାନଙ୍କ ଉପରେ ଅତ୍ୟାଚାର କରିବେ, ଏଭଳି ଦୁଷ୍ଟ ସ୍ୱଭାବର ଲୋକ। ସେଥିପାଇଁ ମହାପୁରୁଷ ପୁନଃ କହିଲେ କହିଲେ ଉତ୍ତମ କେ ଜ୍ଞାନୀ ମୁଖେ ନାମ ଭଣୀ ହସି ହସାଇ ମୋହିବେ, ହସି ହସାଇ ମୋହିବେ ସୁଜନେ, ହସି ହସାଇ ମୋହିବେ। ଅଜ୍ଞାନ ବଣରେ କୁଯନ୍ତ୍ର ମନ୍ତ୍ରରେ ସଂସାରେ ବଡ଼ ହୋଇବେ। ଶୁଣା ସୁଜନେ ଗୁଣି ବେଳ କାଳ ଆସି ଲାଡ଼ିବେ, ଶୁଣ ସୁଜନେ ଗୁଣି। ବୋଲେ ଉତ୍ତମ କେ ଜ୍ଞାନୀ ମୁଖେ ନାମ ଭଣି ହସି ହସାଇ ମୋହିବେ, ଏଭଳି କଥା କହିବେ କହି ପୋଛି ଜାଣେ ଯେ ଜନ ପଚା ମାଛ ବି କହି। ଉତ୍ତମ ଜନକୁ ଚିହ୍ନିବା ଏତେ ସହଜ ନୁହେଁ। କଳିଯୁଗରେ ଯିଏ କହିପାରିଲା, ଭଲେ କି ବୁଝେଇ ପାରିଲା ବା ଭଲେ କି କ'ଣ ଚାଲାକି କରିପାରିଲା, କହି ପୋଛି ଜାଣେ ଯେ ଜନ, ଯିଏ ଭଲ କି କହି ପୋଛି ପାରିଲା ସେ ପଚା ମାଛ ମଧ୍ୟ ଆଜି ସମାଜରେ ବିକେଇ ଦେବ, ଦୁନିଆରେ ବିକେଇ ଦେବନି। ଏ କଥା ଶିଶୁ ଅନନ୍ତ ମାଳିକାରେ ଲେଖିଦେଲେ। ତେଣୁ ହେ ଜ୍ଞାନୀ ଗୁଣୀ ମଣ୍ଡଳୀ ଶୋଧି ଜାଣି ମାଳିକାର ନାମ ଆଗତ ଭବିଷ୍ୟତ ଉଦ୍ଦିଶାରେ ଶିଶୁ ଅନନ୍ତ ତାଙ୍କ ଶିଷ୍ୟ ବାରଙ୍ଗ ଆଗରେ କଳିଯୁଗର ଭବିଷ୍ୟତ ସାମାଜିକ ବ୍ୟବସ୍ଥା କେମିତି ହେବ ତାର କିଛି କଥା ଆଲୋଚନା କରିଛନ୍ତି। ଆମେ ତାକୁ ଶୁଣିଲେ ଆଜିର ସମାଜରେ ଭଳି ଘଟଣା ଘଟୁଛି, କିନ୍ତୁ ନା ଆମେ ବଦଳିଲେ ଯୁଗ ବଦଳିବ। ଦୁନିଆର ଲୋକମାନେ ଯାହା ହେଇଥାନ୍ତୁ ନା କାହିଁକି, ଯିଏ ଯେଭଳି ଆଚରଣ କରୁଥାନ୍ତୁ, ଯିଏ ଯେଭଳି ବିଚାର ଯାହାର ଯେମିତି ଥାଉ, କିନ୍ତୁ ନା ମୁଁ ନିଜକୁ ନିଜେ ପରିବର୍ତ୍ତନ ହେବି, ମୁଁ ନିଜକୁ ନିଜେ ବଦଳେଇ ଦେବି। ତେଣୁ ମୁଁ ବଦଳି ଗଲେ ମୋ ପରିବାର ବଦଳିଯିବ, ମୋ ପରିବାର ସୁଧୁରିଯିବେ ମୋତେ ଦେଖିକି। ଆଉ ପରିବାର ସୁଧୁରିଲେ ସମାଜ ବଦଳିବା ପାଇଁ ବେଶୀ ଦିନ ଲାଗିବ ନାହିଁ, ଦୁନିଆ ବଦଳିବା ପାଇଁ ବେଶୀ ଦିନ ଲାଗିବ ନାହିଁ, ଯୁଗ ବଦଳିଯିବ।